ହ୍ୟାଲୋ ସାଙ୍ଗମାନେ କେମିତି ଅଛ। ମୁଁ ତୁମକୁ ଆଜି ଗୋଟେ ସ୍କିଲ୍ ବିଷୟରେ କଥା କହିବି। ଆଉ ସେଇ ସ୍କିଲ୍ଟା ମୁଁ କହିବିନି, ଡାଇରେକ୍ଟ ତୁମକୁ ଦେଖାଉଛି। ଦେଖ ଭାଇ, ମୋ ବ୍ୟାକ୍ ସାଇଡ଼୍ରେ କିଛି ପାଲ ଥୁଆ ହେଇଛି। ଏଗୁଡ଼ା ହେଉଛି ଡାବ, ଗାଁରେ ପାଲ କୁହାଯାଏ। ସେପଟ ବି ରଖାହେଇଛି କିଛି। ଆଉ ଏଥିରେ ବନା ହେଉଛି କ'ଣ, ଝାଡ଼ୁ। ଏ ଦେଖ ଆମର ଝାଡ଼ୁ ହେଇଛି। ଏଗୁଡ଼ା ଶୁଖି ସାରିଲା ପରେ ଝାଡ଼ୁ ତିଆରି ହେଉଛି। ଏଇ ଯେଉଁ ଜିନିଷଟା ଯିଏ ତିଆରି କରିଛି ସେ ବହୁତ ପୁରୁଣା ଲୋକ ହେଇଥିବେ, ଯେଉଁମାନଙ୍କ ପାଖରେ ମୋବାଇଲ ନଥିଲା, ଇଣ୍ଟରନେଟ୍ ନଥିଲା। ସେଇ ସମୟରେ ବୁଢ଼ୀ ମାଉସୀ ମା' ମାନେ ଏଇସବୁ ଘରେ ବସିକି ତିଆରି କରନ୍ତି ଝାଡ଼ୁ। ହେଲେ ଏବେ ଯେଉଁମାନେ ସ୍କୁଲ କଲେଜ ଯାଉଛନ୍ତି ସେମାନେ ଏଇ ଝାଡ଼ୁ ତିଆରି କରିପାରିବେ? ବିଲକୁଲ ବି ନାହିଁ। ଆରେ ନୂଆ ଜେନେରେସନ୍ କିଣିପାରେ, ହେଲେ କିଛି ପ୍ରଡ଼କ୍ଟ ନିଜେ ତିଆରି କରିପାରିବନି। ଏତିକି ମନେ ରଖ। ଆଉ ଏଇସବୁ ଶିଖିବା ପାଇଁ ହେଲେ କାହାର ଆଗ୍ରହ ଥିବା ଦରକାର। ଆଉ ସେଇ ଜିନିଷ ଗୁଡ଼ା ଏବେ କାହା ପାଖରେ ଦେଖିବା ପାଇଁ ମିଳୁନି। ଏବେ ତ ବାସ୍ ପ୍ୟାର ମୋହବ୍ବତ ଶାଦି ଏଇସବୁ ଜିନିଷ ଦିମାଗରେ ସମସ୍ତଙ୍କର ପଶିଛି। ସ୍କିଲ୍ ଶିଖିବେ କୁଆଡ଼ୁ, ଡେଭଲପ୍ ହେବେ କୁଆଡ଼ୁ, ଅରିଜିନାଲ୍ ଜିନିଷ ଆସିବ କୁଆଡ଼େ? ମାର୍କେଟରେ ବିକ୍ରି କଲେ ଡୁପ୍ଲିକେଟ୍, ଆରେ ନିଜେ ତିଆରି କଲେ ପରିଶ୍ରମ। ଦୁଇଟା ଯାକ କେଉଁଟା ବି କିଣିବେନି, ଖାଲି ୟାକୁ ତାକୁ ନିନ୍ଦିବା ଛଡ଼ା ଆଉ କିଛି କାମ ନାହିଁ। ତ ସ୍କିଲ୍ ପୁରୁଣା କାଳିଆ ଲୋକ ହଉ କି ନୂଆ ଲୋକ ହଉ, ଦୁଇ ଜଣଙ୍କ ପାଖରେ ଅଛି। ହେଲେ ଯେଉଁ ପିଢ଼ି ବିତିଗଲା ନା, ସେ ବହୁତ କିଛି ଶିଖାଇ ଦେଇ ଯାଇଛି। ହେଲେ ନୂଆ ପିଢ଼ି କିଛି ଶିଖିବା ପାଇଁ ହିଁ ଚାହୁଁନାହାନ୍ତି। ଏଇଟା ସତ୍ୟ। ଜୟ ଜଗନ୍ନାଥ।